ହେଇଯିବ। ଆପଣ ମାନେ ବଞ୍ଚିବା ପାଇଁ ହେଲେ କ'ଣ କରିବେ ନା ଭକତ ଶକତ ହୋଇ ବସିଥିବ ବେନି ପାଶେ ଜଳ ଯିବ ଶ୍ରୀରାମ ତାରକ ବ୍ରହ୍ମ ଏକାକ୍ଷର ଯେହୁ ଜନ ଜାଣିଥିବ। ଯଦି ଆପଣ ଭକ୍ତ ହେଇଥିବେ ଭଗବାନଙ୍କୁ ଟିକେ ଭଲ ପାଉଥିବେ ଟିକେ ଶକ୍ତ ହେଇକିରି ବସନ୍ତୁ। ଆପଣଙ୍କ ମୁଣ୍ଡ ଉପରେ ପାଣି ଯାଉ ଦି ପଟେ ପାଣି ଯିବ କିନ୍ତୁ ପାଣି ଆପଣଙ୍କୁ ଛୁଇଁବ। ପଦ ସେ କେମିତି ଲେଖିଛି ସୁନ୍ଦର ଲେଖିଛନ୍ତି। ଶ୍ରୀରାମ ତାରକା ମନ୍ତ୍ର ଆପଣ କହିଲେ ଯେ ଜାଣିଥିବ ସେ ମୁକ୍ତି ପାଇବେ। ସେ ଶ୍ରୀରାମ ତାରକା ମନ୍ତ୍ର ବା ରାମ ତାରକା ମନ୍ତ୍ରଟି କ'ଣ? ସେ ରାମ ତାରକା ମନ୍ତ୍ରକୁ ନେଇକରି ବି ବିଭିନ୍ନ ପ୍ରକାର ଲୋକ ମନ୍ତ୍ର କହୁଛନ୍ତି ଯାହାକି ରାମ ତାରକା ମନ୍ତ୍ର ବୋଲି, କିନ୍ତୁ ବାସ୍ତବରେ ସେ ରାମ ତାରକା ମନ୍ତ୍ର କ'ଣ? ସେମାନେ ଯେଉଁ କହୁଛନ୍ତି ସେ ରାମ ତାରକ ମନ୍ତ୍ର ନୁହଁ ଆଜ୍ଞା। ଆଜ୍ଞା ଅବଶ୍ୟ ତାକୁ ଜପିଲେ କିଛି ଭଗବାନରେ ସାହାଯ୍ୟ କରିବେ, ଆଜ୍ଞା ଏଥିରେ ଭଗବାନଙ୍କ ନାଁ ଅଛି, ଆଜ୍ଞା ମୁଁ ମନା କରୁନି। କିନ୍ତୁ ଇଏ ଲେଖିଲେ ଭକତ ଶକତ ହୋଇ ବସିଥିବ ବେନି ପାଶେ ଜଳ ଯିବ ଶ୍ରୀରାମ ତାରକ ବ୍ରହ୍ମ ଏକାକ୍ଷର ଯେହୁ ଜନ ଜାଣିଥିବ। ରାମ ତାରକ ବ୍ରହ୍ମ ଏକାକ୍ଷର ମନ୍ତ୍ର ଆପଣଙ୍କର ହେଉଛି ଓମ୍ ଆଦି ରାମ ଅନାଦି ରାମ ତତ୍ଵ ନିରଞ୍ଜନ ତାରକ ରାମ ଓମ୍ ଜ୍ୟୋତି ରାମ ଅଜ୍ୟୋତି ରାମ ଶୂନ୍ୟ ନିରଞ୍ଜନ ତାରକ ରାମ ଓମ୍ ଗତି ରାମ ଅଗତି ରାମ କୃଷ୍ଣ ନିରଞ୍ଜନ ତାରକ ରାମ କାଶୀ କ୍ଷେତ୍ରେ ବାରାଣସୀ ସ୍ଥାନ ରାମେ ରାମ ଦୁରାମେ ରାମ। ଇଏ ଆପଣଙ୍କର ହେଉଛି ରାମ ତାରକ ମନ୍ତ୍ର। ଆଉ ଅନ୍ୟମାନେ ସବୁ ପଢ଼ନ୍ତି ଓମ୍ ରାମାୟ ରାମଚନ୍ଦ୍ରାୟ ରାମ ଭଦ୍ରାୟ ବେଧସେ ରଘୁନାଥାୟ ନାଥାୟ ସୀତାୟା ପତये ନମ। ୟାକୁ କେହି କେହି ରାମ ତାରକ ମନ୍ତ୍ର କହନ୍ତି, କିନ୍ତୁ ରାମ ତାରକ ମନ୍ତ୍ର ଏଇଟା ନୁହେଁ। ମୁଁ ଯେଉଁଟା ପଢ଼ିଲି ଓମ୍ ଆଦି ରାମ ଅନାଦି ରାମ ତତ୍ଵ ନିରଞ୍ଜନ ତାରକ ରାମ ଓମ୍ ଜ୍ୟୋତି ରାମ ଅଜ୍ୟୋତି ରାମ ଶୂନ୍ୟ ନିରଞ୍ଜନ ତାରକ ରାମ। ଏ ମନ୍ତ୍ରଟା ଆପଣଙ୍କର ହେଉଛି ରାମ ତାରକ ବ୍ରହ୍ମ ଏକାକ୍ଷର ମନ୍ତ୍ର। ଏକାକ୍ଷର ତ ଆପଣଙ୍କର ହେଉଛି ବ୍ରହ୍ମ ଏକାକ୍ଷର କହିଲେ ଆପଣଙ୍କର ଗୀତା ପଢ଼ୁଥିବେ ଶ୍ରୀମଦ ଭଗବତ ଗୀତାରେ କ'ଣ ଲେଖା ହେଇଛି ଓମ୍ ଇତ୍ୟାକ୍ଷର ବ୍ରହ୍ମ ଜ ସ୍ମରଣ ମା ମନୁସ୍ମରଣ ଜ ପ୍ରଜାତି ତେ ଜନ୍ଦେହ ସଜାତି ପରମାଗତି। ଗୀତା ଲେଖିଲା ଓମ୍ ଏକାକ୍ଷର ବ୍ରହ୍ମ ଓମିତ ଏକାକ୍ଷର ବ୍ରହ୍ମନ୍ ଓମ୍ ଅକ୍ଷରଟା ହେଉଛି ଏକାକ୍ଷର ବ୍ରହ୍ମ। ତା ଦେହରେ ରାମ ତାରକ ମନ୍ତ୍ର ପଢ଼ିବେ ଆଉ। ତେଣୁ ଓମ୍ ଶବ୍ଦଟାକୁ ରଖି ସକଳ ମନ୍ତ୍ର ଯନ୍ତ୍ର କହି ଏ ତିନି ଅକ୍ଷର ମିଶାଇ ଓମ୍ କହିଲେ ଅ ଉ ମ ଏ ତିନିଟା ଅକ୍ଷର ମିଶିଲେ ଔମ୍। ଲୋକେ ଓମ୍ ପଢ଼ି ଦେଉଛନ୍ତି, ଏଇଟା ହେଉଛି ଅ ଉ ମ ଔମ୍। ଉଚ୍ଚାରଣ ହେବା କଥାଟା ଏମିତି ଔମ୍। ତେଣୁ ଅମିତେକ୍ୟାକ୍ଷର ବ୍ରହ୍ମନ୍। ତେଣୁ ବ୍ୟାସଦେବଙ୍କର ଶ୍ଲୋକଟା ହେଉଛି ଆପଣଙ୍କର ଗୀତା। ସେ ଲେଖିଛନ୍ତି ଓମ୍ ହେଉଛି ଏକାକ୍ଷର, ତାପରେ ରାମ ତାରକ ମନ୍ତ୍ର ଆଉ କ'ଣ। ୟାକୁ ଯଦି ଆପଣମାନେ ମନେ ରଖିଥିବେ ଏ ମନ୍ତ୍ରଟା ଯଦି ଆପଣ ପ୍ରତିଦିନ ଆପଣଙ୍କୁ ଖାଇବାକୁ ସମୟ ମିଳୁଛି, ଝାଡ଼ା ବସିବାକୁ ସମୟ ମିଳୁଛି, ଗାଧୋଇବାକୁ ସମୟ ମିଳୁଛି, ଶୋଇବାକୁ ସମୟ ମିଳୁଛି, ଇଏ ପ୍ରତିଦିନ ସକାଳେ 5 ମିନିଟ୍ ସନ୍ଧ୍ୟା ସମୟରେ 5 ମିନିଟ୍ କି ଯେତେବେଳେ ସମୟ ଟିକେ ମିଳୁଛି କାମଦାମ ନଥାଇକିରି 5 ମିନିଟ୍ ଭଗବାନଙ୍କ ନାଁଟାକୁ ଜପିଲେ ବା ଏ ରାମ ତାରକ ବ୍ରହ୍ମ ଏକାକ୍ଷର ମନ୍ତ୍ରକୁ ଜପିଲେ 5 ମିନିଟ୍ କ'ଣ ଆପଣଙ୍କୁ ପଇସା ଦେବାକୁ ପଡ଼ୁଛି? ନାଇଁ ଆଜ୍ଞା। ଏତିକି ଲୋକେ କରିପାରୁନାହାନ୍ତି। ଏତିକି କଲେ ଆପଣମାନେ ନିଶ୍ଚିତ ଭାବରେ ଭକତ ଶକତ ହୋଇ ବସିଥିବ ବେନି ପାଶେ ଜଳ ଯିବ ଶ୍ରୀରାମ ତାରକ ବ୍ରହ୍ମ ଏକାକ୍ଷର ଯେହୁ ଜନ ଜାଣିଥିବ।